ଏବେ ବି ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର ଆସୁଛି 2 ଦିନ ପ୍ରବଳ ଛେଚିବ ଚାଷୀଙ୍କୁ ଆଶ୍ୱସ୍ତି କରିବ 2ଟି ଲଘୁଚାପ। ଯଦି ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ପ୍ରେସ୍ କରିଦିଅନ୍ତୁ ଯାହାଫଳରେ ଜଲଞ୍ଜ କୌଣସି ମୁହୂର୍ତ୍ତରେ ଆପଣମାନଙ୍କ ପାଖକୁ ଆମର ଲାଟେଷ୍ଟ ଅପଡେଟ୍ ପହଞ୍ଚିପାରିବ। ତେଣୁ ଦୈନ କରି ଆଜିର ଖବର ଉପରେ ନଜର ପକାଇବା। ଆସନ୍ତା କିଛି ଦିନ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ କାରଣ 8 ଦିନ ଭିତରେ 2ଟି ଲଘୁଚାପ ହେବାର ସମ୍ଭାବନା ଅଛି। ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାରା ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଲାଗି ରହିଛି। ଏହା ସହିତ ଉତ୍ତର ପଶ୍ଚିମ ତତ୍ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଗକୁ 2ଟି ଲଘୁଚାପ ସୃଷ୍ଟି ହେବାର ଥିବାରୁ ଆହୁରି ଅଧିକ ବର୍ଷା ହେବାର ଆକଳନ କରାଯାଇଛି। 18 ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି। 19 ତାରିଖରେ ଲଘୁଚାପରେ ପରିଣତ ହୋଇପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ 23 ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ 24 ତାରିଖ କିମ୍ବା 25 ତାରିଖରେ ଲଘୁଚାପ ରୂପ ନେଇପାରେ। ଏବେ ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଏକ ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ 5ରୁ 7 ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ପାଇଁ ଜାରି ରହିଛି ୟେଲୋ ୱାର୍ଣ୍ଣିଂ। ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ୱର ସ୍ଥିତି ଉତ୍କଟ ଥିବାବେଳେ 13 ଜିଲ୍ଲାକୁ ସ୍ୱାଭାବିକ ବର୍ଷା ରେକର୍ଡ ରଖାଯାଇଛି। ଆଗରୁ ହେବାକୁ ଥିବା ଲଘୁଚାପ ଯୋଗୁଁ ବର୍ଷା ହେବା ତା ନିଅଣ୍ଟିଆ ବର୍ଣ୍ଣନା କରିବ।